देवर्षि नारद आसी पहुंची जाइछंती सेई कांतवती कटकर राजा शिक्षित ध्वजंक निकट रे। राजा शिक्षित ध्वजं को कहिले कौन कहले कहले तमे जदि नर नारायण को रूप को देखिबा को चाहुच ताहले प्रभुंक ध्यान रे सदा सर्वदा तांको भजन अर्चन कर कांतवती कटकर राजा देवर्षि कथा को सुनी आज भजन अर्चन कीर्तन वंदन सदा सर्वदा करूछंती सेई प्रभुंकर नर नारायण रूप को दर्शन करने समय रे राजा आज सभा कार्य कले विभिन्न प्रकार समस्त न्याय विचार करी सभा कार्य माल जेते बळे होरी जाउछंती राज्य को फेरी जाउछंती आज रानी कर अंतपुर को गमन कले रानी को अंतपुर को जेते बळे गमन करिछंती देखिले तांकर पतिव्रता नारी धर्म परायणी कुमुदिनी आज मन दुखरे बसी छंती ए मां प्रथम मु कहिछि नारी होची सर्वसहणी नारी होची शक्तिमयी नारी होची संहारकारिणी नारी होची सर्वर संपदर अधिकारिणी तेणु गोटिए नारी चाहिए सृष्टि सर्जना करि परिबो चाहिए ध्वंस करि परिबो गोटिए मां चाहिए सृष्टि को रखिबो चाहिए सृष्टि को खाइबो मारिबो तेणु पतिव्रता नारी धर्म परायणी मानकर गुण हैला स्वामी कर सेवा करिबा पतिव्रता नारी रो मन काय वाक्य सब स्वामी रो पाद तले समर्पी दबा तेणु आज भागवत अति बड़ी जगन्नाथ दास कहउछंती कला स्वामी को न मणिब नर स्वामी ते साक्षात स्वामी के साक्षात स्वामी के साक्षात ए मां स्वामी छोट नुह स्वामी होचंदी सर्वश्रेष्ठ बड़ सबुठु बड़ काहेकि ना स्वामी होचंती इह काल पर काल देवता गंगाधर मेहर कहिछंती कला माला दान बेले अबला बाछई तुम्हे मोर प्राण पते सयने सपने अबाजा गरणे तुम्हे मोर गति मुक्ति गछरे पाचिला केंदुल बौल गछरे पाचिला केंदु बैशाख मासे घइता मरिला आषाढ़ मासरे कांद पर्वत शिखरे घर करितिली बाबता तोरी बोला कटकर मार समस्त गोटे नाट्य लगे कटकर मोर विभाग भुवनेश्वर चौथी कहीं बारिपदारे कलु नहीं ढेंकानाल रे पिला जन्म होला ताको रखिबी कोठी फ्रिज रे अलज्य कोठिकार सब हां काईमेती सब होउच प्रथम ऋतु हो भारी अलिया अलिया जदि न करि थांतु तते देखि से माने हेथांते कि हां सेति पई कहिलु कोन आलो समुदुणी हलर पलर दया रखिछु मते तो झक मो पुओ बाहाबो मु बाहाबी तोते अरे तो झियो तोर पुओ तार झियो ता झियो को तो पुओ भी बाहाबो तू तो समुदुणी को भी बाहाबो गोटे पकोजली खाप मा कतरे परिवार किति पळासिबो होलो ना अरे कि परी देखंतु र अरे देखंतु हां
ମୋ ପୁଅ ତା ଝିଅକୁ ବାହା ହେଲା ଯଦି ବାହା ହେଲା ମୁଁ ଚିନ୍ତା କଲି ମୋ ସମୁଦୁଣୀକି ଏଇ କଥାଟା କେମିତି କହିବି ସର୍ଟରେ କହ ସମୟ ନେନି ନାଇଁ ସର୍ଟରେ କହିଦେଉଛି ଯେତେବେଳେ ଚିନ୍ତା କଲି ଆଉ କୋଉଦିନ କହିପାରୁନଥିଲି ସେଦିନ ଫାଙ୍କା ଥିଲା ଯାଇ ସମୁଦୁଣୀ ଘଟେ ପହଞ୍ଚିଗଲି ସମୁଦୁଣୀ ଅତି ଆନନ୍ଦ ହେଇଯାଇଥିବ କାହିଁକିନା ସମୁଦି ଆସିଛନ୍ତି ହଁ ଥଣ୍ଡା ଦେଲା ଚା ଦେଲା ସବୁ ଦେଲା ସେ ଚେୟାରରେ ପିଣ୍ଡାରେ ବସିଥିଲା ମୁଁ ଯାଇ ବସି ପଇଲି ମୁଁ ଯଦି ବସି ପଇଲି ମୁଁ କହିଲି ସମୁଦୁଣୀ କିଲୋ ସମୁଦୁଣୀ ଦୟା ରଖିଛୁ ମତେ ତୋ ଝିଅକୁ ମୋ ପୁଅ ବାହା ହେଲା ମୁଁ ବାହା ହେବି ତୋତେ ତ ସମୁଦୁଣୀ ରାଜି ହେଲା ହଁ ଗୋଟେ କାମ କଲା ତ ସମୁଦୁଣୀର କ'ଣ ସ୍ୱାମୀ ନାହିଁ ନାଇଁ 6 ମାସ ହେଲା ଯାଇଛି ଓ ତୋର ସମୁଦି ନାହିଁ ନା ଆଉ ତୋର ମୋର 4 ମାସ ହେଲା ଯାଇଛି ୟାର ସ୍ତ୍ରୀ ନାହିଁ କି ତାର ସ୍ୱାମୀ ନାହିଁ ଆଉ କ'ଣ ଗୋଟେ ଭାଗ ମାପ କହୁଛି କି ଆଉ ତେଣୁ ଭାବିଲା ଏଇଠି ଗୋଟେ ଖାପ ପକେଇବି ଦେଖିବା ତେଣୁ ପକେଇଲୁ ସମୁଦୁଣୀ ରାଜି ହେଲା ଯେତେବେଳେ ସମୁଦୁଣୀ କି କଥା କହିଲି ସମୁଦୁଣୀ ଚେୟାରରୁ ଉଠିଲା ଅତି ଆନନ୍ଦ ହେଇଯାଇଥିବ ସମୁଦୁଣୀ ଆଉ ମୋ ମନ ଗୋଟେ ଖୁସି ହେଲା ହଁ ମୁଁ କହିଲି ମୋ ସମୁଦୁଣୀ ଗଲା ବୋଧେ ଫୁଲମାଳ ଆଣିବ ଆଉ ଆଚ୍ଛା ସେଇଠୁ କ'ଣ କଲା ସମୁଦୁଣୀ ଯାଇକିରି ମୋ ଚପଲକୁ ଧରିଲା ମାନେ ସମୁଦୁଣୀ ଫୁଲମାଳ ପରିବର୍ତ୍ତେ ତ ଚପଲଟାକୁ ଧରିଲା ମୁଁ ଚିନ୍ତା କଲି ଯେ ବାହାଘରେ ଚପଲ ମାପ ନିଅନ୍ତି ଚପଲ ଦେବା ତେଣୁ ମୋ ସମୁଦୁଣୀ ବୋଧେ ଚପଲ ମାପ ନଉଛନ୍ତି ହଁ ମତେ ଚପଲ ହଳେ ଦେବେ ଦେବେ ଆଉ ତେଣୁ ଚପଲ ଦେଲା ସେଇଠୁ ଆଜ୍ଞା କ'ଣ କଲା କ'ଣ କଲା ଚପଲ ଧଇଲା ଖାଲି ମୋ ଦିକର ଗାଲକୁ ବାଡେଇଲା ଭଲ କରିଛି ବାହାଘର ନିଶାଟା ଏକାଥରେ ଉତୁରି ଯାଇଥିବ ନାଇଁ କି ସମୁଦୁଣୀ କି ବାହା ହବ ନିର୍ଲଜ ତେଣୁ ଗଙ୍ଗାଧର ମେହେର କହିଲେ ମାଳା ଦାନ ବେଳେ ଅବଳା ବାଞ୍ଛଇ ତୁମ୍ଭେ ମୋର ପ୍ରାଣପତି ଯେତେବେଳେ ଝିଅଟିଏ ବିବାହ କରି ଶାଶୁ ଘରକୁ ଯାଏ ଏ ମା କାଲି କହିଥିଲି ଝିଅକୁ ନୀତି ଶିକ୍ଷା ମା ଦିଏ ନା କି ଝିଅଟି ଯଦି ଶାଶୁ ଘରକୁ ଯାଏ ତାହେଲେ ଝିଅ ଆଗରେ ଯାଏ ପଛରେ ପୁଅ ଯାଏ କାହିଁକି ଆଗରେ ଝିଅଟା ଯିବ ସେଟା ହଉଛି ଅବକାରୀ ମାଲେ କାହିଁକି ବାପା ପଛରେ ପୁଅଟା ଯିବ କାହିଁକି ଯିବା ଆପଣ ଜାଣିନାହାନ୍ତି କାହିଁକି ଆଗରେ କିଏ ଯାଏ ଆଗରେ ଚୋର ପଛରେ ପୋଲିସ ଆଗରେ ଅବକାରୀ ମାଲ ଯାଉଛି ପଛରେ ପୋଲିସ ଜଗିକିରି ଯାଉଛି ବାହା ବେଦୀରେ ମଧ୍ୟ ଆଗେ ଝିଅ ଯାଏ ପଛରେ ପୁଅ ଯାଏ ଆଗେ ଡାହାଣ ପଟରେ ଝିଅ ବସେ ପଛରେ ପୁଅ ବସେ ତାପରେ ଯାଇକରି ବାମାଙ୍ଗି ହୁଏ ବାମ ପଟରେ ବସେ ତାହେଲେ କାହିଁକି ଆଗ ପଟରେ ଆଗ ଝିଅ ବସେ ସେଇଟା କାହିଁକି ବସେ କଣ ପାଇଁ ବସେ ମତେ ପଚାରୁନ ପାଲା ଶିଖିବା ପାଲା ଶୁଣିବା ଆମେ ଯଦି କିଛି ନୀତି ଶିକ୍ଷା ନ ଶିଖିବା ପାଲାରେ କିଛି ମହତ୍ତ୍ୱ ନାହିଁ ତାହେଲେ କାହିଁକି ବସେ କାହିଁକି ରହେ କାହିଁକି ରହେ ଶୁଣେ ତାହେଲେ ସେ କାହାକୁ ଭଲ ପାଇଥିବ ପଳେଇବ କାହିଁକି ଆଗ ଝିଅ ଆଗରେ ଯାଏ ଧନରେ ଗୋଟେ କଥା କହୁଛି ଶୁଣେ କଣ ହେଲା କଲା ଗନ୍ଧର୍ବ ମାନଙ୍କର ତ ହଉ ଦୃଷ୍ଟି ଯେ ପଡ଼ିଲା ମାନବୀ ମାନକୁ ହରଣ କରିଲା କି କଟିଂ ରେ ସ୍ୱର୍ଗର ଗନ୍ଧର୍ବ ମାନେ ମର୍ତ୍ତ୍ୟର ମାନବୀ ମାନଙ୍କ ରୂପରେ ମୋହିତ ହୋଇ ମର୍ତ୍ତ୍ୟର ମାନବୀ ମାନଙ୍କୁ ନେଇ ଯାଆନ୍ତି ହରଣ କରି ସେଥିପାଇଁ ଆଗ ଝିଅ ତା ପଛରେ ପୁଅ କାହିଁକି ନା ପଛରେ ପୁଅ ରହିଲା ଜୀବର ଜଗୁଆଳି ପୁଅ ହେଲା ପରମ ଝିଅ ହେଲା ଜୀବ ତେଣୁ ଏ ପରମ ପୁରୁଷ ଜୀବକୁ ଜଗିକିରି ରହିଲା ତେଣୁ ଏ ସ୍ତ୍ରୀ କି ସ୍ୱାମୀ ସଦା ସର୍ବଦା ଜଗିଲା ତେଣୁ ଧନରେ ସେଥିପାଇଁ ଆଗେ ଚାଲେ ଝିଅ ପଛରେ ଯେ ସ୍ୱାମୀ ଗନ୍ଧର୍ବ ମାନଙ୍କର ନାହିଁ ଏଥିରେ ପ୍ରଭାବ ଆଗରେ ଝିଅ ଗଲେ ପଛରେ ପୁଅ ଗଲେ ଆଉ ଗନ୍ଧର୍ବ ମାନେ ନେଇ ପାରିଲେ ନାହିଁ ସ୍ୱର୍ଗର ଗନ୍ଧର୍ବ ମାନେ ଆଉ ଫେରି ଗଲେ ସେ ଆଉ ହରଣ କରି ପାରନ୍ତି ସେଥିପାଇଁ ପ୍ରତ୍ୟେକ କ୍ଷେତ୍ରରେ ଦେଖ ମା ଆଗ ଝିଅ ଯାଉଛି ନା ନାଇଁ ପଛରେ ପୁଅ ଯାଉଛି ତେଣୁ ମୋ ମା ମାନେ ଯେତେବେଳେ ବିବାହ ବ୍ରତ କଲ ଏଇଠି ଝିଅକୁ ବୁଝେଇଛ
କଣ କହିଲ ମାଲୋ କହିଲା ସ୍ୱାମୀ ଗର ସ୍ୱାମୀ ପରମ ବାନ୍ଧବ ଆରେ ସ୍ୱାମୀ ପରମ ବାନ୍ଧବ ଏ ସ୍ୱାମୀ ଗର ସ୍ୱାମୀ ପରମ ବାନ୍ଧବ ସ୍ୱାମୀ ଗର ସ୍ୱାମୀ ପରମ ବାନ୍ଧବ ସ୍ୱାମୀ ସେବା ନାରୀ ଧର୍ମ ସ୍ୱାମୀ ଗର କହିଲେ ସ୍ୱାମୀ ହେଲେ ଗୁରୁ ସ୍ୱାମୀ ହେଲେ ପରମ ବାନ୍ଧବ ସ୍ୱାମୀ ହେଲେ ଈଶ୍ୱର ସ୍ୱାମୀ ହେଲେ ଇହକାଳ ପରକାଳର ଦେବତା ସ୍ୱାମୀ ହେଲେ ଜନ୍ମାଜନ୍ମାନ୍ତର ସାଥୀ ସ୍ୱାମୀ ହେଲେ ଦୁଃଖ ସୁଖର ଭାଗୀ ତେଣୁ ସ୍ୱାମୀ ଯଦି ଆମର ସର୍ବସ୍ୱ ହେଲେ ସ୍ୱାମୀ ଆମ ଦୁଃଖ ସୁଖରେ ଭାଗୀ ହେଲେ ସ୍ୱାମୀ ହେଲେ ପତିବ୍ରତା ନାରୀର ଗୋଟେ ନୌକା ନା କି ତେଣୁ ବାବୁରେ ଯଦି ସ୍ୱାମୀ ହେଲେ ଆମର ଗୁରୁ ଗୁରୁ କାହିଁକି ନା ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ସ୍ୱାମୀ ସେବା ନାରୀ ଧର୍ମ। ଗଙ୍ଗାଧର ମେହର କହିଛନ୍ତି ନା କି ଆଜ୍ଞା। ସ୍ୱାମୀ ହେଲେ ଆମର ଗୁରୁ ଗୁରୁ ସ୍ୱାମୀ ହେଲେ ଈଶ୍ୱର ହଁ। ସ୍ୱାମୀ ହେଲେ ପରମ ବାନ୍ଧବ ବାନ୍ଧବ ତାହେଲେ ଆଜ୍ଞା ସ୍ୱାମୀ ଯଦି ଆମର ଗୁରୁ ହଁ ତାହେଲେ ସ୍ତ୍ରୀ ଶିଷ୍ୟା ଏ ଗୁରୁକୁ କଣ ଛାତ୍ର ବିବାହ କରିବ କି ଯଦି ସ୍ୱାମୀ ହେଲେ ସ୍ତ୍ରୀର ଗୁରୁ ବାପା ଗୁରୁଙ୍କର ସ୍ତ୍ରୀଟା କଣ ହବ ଶିଷ୍ୟା ଶିଷ୍ୟା ହବନି ମାନେ ଛାତ୍ରୀ ଛାତ୍ରୀ ହବନି ଛାତ୍ରୀ ଯଦି ଛାତ୍ରୀ ହେଲା ଆଜ୍ଞା ତାହେଲେ ଛାତ୍ରୀ କି ଗୁରୁ କିପରି ବିବାହ କଲା ପାଲାଟି ପାଲା ଶିଖିବା ଭିତରେ ଯଦି ଆମେ ତାକୁ ସମାଧାନ ନ କରିବା କି ପାଲା ହବ ହଉ ହଉ ଦେଖିବା ହଉ ଦେଖିବା କାଲି ଆଉ ଗୋଟେ ରାତି ତାଲା କେତେ ବାଟ ତମେ ଗମନ କରିଛ ଦେଖିବା ଭଲ ଖାଇବା ସମାଧାନଟା କିପରି ହବ ସେଇ ବାଟଟା କରିବ କାଲି ମୁଁ ତ କହିଛି ଆଜ୍ଞା ଆଜ୍ଞା ତଥାପି ଯଦି ଶୁଣିଥବ କିଛି କିଛି ତା ଭିତରେ ଆଲୋଚନା କରିବ କରିବ ନା କି ହଁ